ସୁବର୍ଣ୍ଣପୁର ଜଙ୍ଗଲରେ କାଳୁ କାଉର ଘର। ତାର ଗୋଟେ ଗାଈଟେ ଥାଏ। ହେଲେ କାଳୁ କାଉ ସେ ଗାଈର ଜମା ଯତ୍ନ ନିଏନି କି ଖାଇବାକୁ ଦିଏ ନାହିଁ। ସବୁବେଳେ ଗାଈକି ସେ ହଇରାଣ କରେ। ଦିନେ ଗାଈକୁ ବହୁତ ଜୋରେ ଭୋକ ଲାଗିଲା ଆଉ ସେ ଜୋରେ ଜୋରେ ରଡ଼ିଲା। ଆଉ ତାର ଜୋର ରଡ଼ିବା ଦେଖି କାଳୁ କାଉ ଆସି କହିଲା, ଗାଈଟାର କ'ଣ ହେଇଛି କେଜାଣି? ସକାଳୁ ସକାଳୁ ଏଡ଼େ ଜୋରେ ବୋବଉଛି ଯେ ଟିକେ ଶୋଇବାକୁ ବି ଦଉନାହିଁ। କ'ଣ ହେଲା? ତୁ କାହିଁକି ସକାଳୁ ସକାଳୁ ଏତେ ଜୋରେ ରଡ଼ୁଛୁ? ଆଜ୍ଞା କ'ଣ କହିବି, ମୋତେ ଭୋକ ହେଲାଣି, ମୋତେ କିଛି ଖାଇବାକୁ ଦିଅ। ହଉ ତାହେଲେ ନେ ଏଇ ଶୁଖିଲା ଘାସ, ଏଇଆକୁ ଖା, ଆଉ କିଛି ନାହିଁ। ଗାଈଟି ଦୁର୍ବଳ ଥିବାରୁ ବହୁତ କମ୍ ବି କ୍ଷୀର ଦେଲା। ଆଉ ଦୁଷ୍ଟ କାଳୁ କାଉ ଗୋଟେ ବାଡ଼ିଟେ ଆଣି ଗାଈକୁ ଜୋର ଜୋର ବାଡ଼େଇବାକୁ ଲାଗିଲା। ଖାଇଲା ବେଳକୁ ତ ଖାଉଛୁ, ଆଉ କ୍ଷୀର ଦେଲା ବେଳକୁ କ୍ଷୀର ଦଉନୁ। ଏଇଟି କାଳୁ କାଉ, ମୁଁ ତ ତମକୁ କହୁଛି ଏ ଗାଈଟାକୁ ରଖନି, କମ କମ କ୍ଷୀର ଦଉଛି, ଆକୁ ବିକିଦେଲ ଜଲ୍ଦି। ଏ ଗୋଟେ ମୁଣ୍ଡଟା ଖରାପ କରିକି ରଖିଛି। ଆମେ ଗୋଟେ କାହାଠୁ ବୁଝିକି ଭଲ କ୍ଷୀର ଦୁଆଁଳିଆ ଗାଈଟେ କିଣିକି ଆଣିବା ହେଲା। ହଁ ଯେ ସୁନ୍ଦରୀ, ଆକୁ କିଏ ନବ? ଇଏ ବା ବୁଢ଼ୀ ହେଇଗଲାଣି, ଆକୁ ନେଲେ କିଏ ବା କେତେ ପଇସା ଦବ? କାଳୁ କାଉର ଘର ଲାଗି ଟିକି ଚଢ଼େଇର ଘର। ଟିକି ଚଢ଼େଇର ପରିବାର ବୋଲି କେହି ନଥାଏ। ଟିକି ଚଢ଼େଇ ଜଙ୍ଗଲରୁ କାଠ ଆଣି ନେଇ ହାଟରେ ବିକେ। ଆଉ ବିକିକି ଆସିଲା ବାଟରେ ସଦାବେଳେ ସିଏ ଦେଖେ ଯେ କାଳୁ କାଉ ଗାଈଟାକୁ ସଦାବେଳେ ବାଡ଼ଉଛି। କାଳୁ କାଉଟାକୁ ଜମା ବି ଦୟା ମାୟା ନାହିଁ, ସଦାବେଳେ ଗାଈଟାକୁ ବାଡ଼ଉଛି ଏମିତି। ସବୁଦିନ ଭଳି ସେଦିନ ବି ଟିକି ଚଢ଼େଇ ଜଙ୍ଗଲକୁ କାଠ ଆଣିବାକୁ ଯାଇଥାଏ। ଆଉ ଯାଉ ଯାଉ ବାଟରେ ଦେଖେ ତ ସୁନ୍ଦର ଛନଛନିଆ ଘାସ ଦେଖାଗଲା। ସେ ଘାସକୁ କାଟିକି ଆଣି କାଳୁ କାଉର ଗାଈକୁ ଖାଇବାକୁ ଦେଲା। ସେହି ସମୟରେ କାଳୁ କାଉ ଆଉ ତା ସ୍ତ୍ରୀ ଆସି ପହଞ୍ଚିଗଲେ। ଚଢ଼େଇକି ଗାଈ ପାଖରେ ଦେଖି କାଳୁ କାଉ ପଚାରିଲା, ଆରେ ଟିକି, ତୁ କ'ଣ ଆସି ମୋ ଗାଈ ପାଖରେ କ'ଣ କରୁଛୁ? ତୁ ଆଉ ମୋ ଗାଈକି ଚୋରି କରିବାକୁ ଆସିନୁ ତ? ଏ ଘାସ କିଏ ଆଣିଛି? ତୁ ଆଣିଛୁ ନା? ଗାଈ ପ୍ରତି ବେଶୀ ଦୟା ଆସି ତୋର ନାହିଁ? 5,000 ଟଙ୍କା ଦେ ଆଉ ଏ ଗାଈକି ନେଇଯା ହେଲା। ଶୁଣୁ କାଳୁ କାଉ, ତୁ ଯୋଉ କହୁନୁ, ମୁଁ ଜଙ୍ଗଲକୁ ଯାଇଥିଲି କାଠ ଆଣିବାକୁ, ଆଉ ସେତିକିବେଳେ ସୁନ୍ଦର ଛନଛନିଆ ଘାସ ଦେଖି ନେଇ ଆସିଲି। ଥାଉ ଏତେ ଆଉ କହନା, 5,000 ଟଙ୍କା ଦେ ଆଉ ଗାଈଟାକୁ ନେଇଯା, ମୁଁ ନହେଲେ ଆଉ କାହାକୁ ବିକିଦେବି। ଚଢ଼େଇ କାଠ ବିକା ପଇସା ଯାହା ସଞ୍ଚୟ କରି ରଖିଥିଲା କାଳୁ କାଉ ପାଖକୁ ନେଇକି ଗଲା। ନେଇଯାଇ 5,000 ଟଙ୍କା କାଳୁ କାଉକୁ ଦେଇ କହିଲା, ଏବେ ନିଅ, ଟଙ୍କା ନିଅ, ମୋତେ ଗାଈ ଦିଅ। ଟିକି ଚଢ଼େଇ କାଳୁ କାଉଠୁ ଗାଈଟିକୁ ଆଣି ତା ଘର ଆଗରେ ବାନ୍ଧିଲା ଆଉ ତାକୁ ସୁନ୍ଦର ସୁନ୍ଦର ଘାସ ଆଣି ଖାଇବାକୁ ଦେଲା। ପ୍ରତିଦିନ କାଠ ଆଣିବାକୁ ଯାଏ ଆଉ ସୁନ୍ଦର ସୁନ୍ଦର ବାଛି ବାଛି ଘାସ ବି ଆଣିକି ଆସେ। ଗୋଟେ ଦିନର କଥା, ଟିକି ଚଢ଼େଇ କାଠ ଆଣି ଜଙ୍ଗଲ ରାସ୍ତାରେ ଫେରିଲା ବାଟରେ ଗୋଟେ ଗଛ ମୂଳେ ଗାଈଟେ ଠିଆ ହେଇଥିଲା। ଆଉ ସେ ଗାଈଟାକୁ ଦେଖେ ତ ଗୋଡ଼ଟା ଖଣ୍ଡିଆ ହେଇଛି। ଆଉ ଟିକି ଚଢ଼େଇ ତାକୁ ଦେଖି ପଚାରିଲା, କ'ଣ ହେଇଛି ତମର? ତମ ଗୋଡ଼ କେମିତି ଖଣ୍ଡିଆ ହେଲା? କୁହ, ମୁଁ ତମ ଗୋଡ଼ରେ ପତର ବାଟି ଲଗେଇ ଦଉଛି, ତମ ଗୋଡ଼ ବହୁତ ଜଲ୍ଦି ଭଲ ହେଇଯିବ। ଗୋମାତା, ତମେ ଆଉ ବ୍ୟସ୍ତ ହୁଅନି, ମୁଁ ପତର ବାଟି ଲଗେଇ ଦେଇଛି, ତମ ଗୋଡ଼ ବହୁତ ଜଲ୍ଦି ଭଲ ହେଇଯିବ। ଏମିତି କହି ଟିକି ଚଢ଼େଇ ଗାଈଟିକୁ ସାଙ୍ଗରେ ଧରି ତା ଘରକୁ ଆସିଲା। ପ୍ରଥମ ଗାଈ ପାଖରେ ଏ ଗାଈଟିକୁ ବି ବାନ୍ଧିଦେଲା। ସବୁଜ ଘାସ ଖାଇବାକୁ ଦେଲା ଆଉ କ୍ଷୀର ଦୁଇଁ ନେଇ ହାଟକୁ ବିକିବାକୁ ଗଲା। ହାଟରୁ ବିକି ସେହି ପଇସାରେ ଗାଈମାନଙ୍କ ପାଇଁ କିଛି ଚାରା ଦାନା କିଣିକି ଆଣିକି ଆସିଲା। ଏଇ ଦୁଇ ଗାଈଙ୍କର ଟିକି ଚଢ଼େଇ ବହୁତ ଭଲ ଭାବେ ଯତ୍ନ ନିଏ। ଏଇ ଛୋଟିଆ ଚଢ଼େଇଟା ଆମର ବହୁତ ଯତ୍ନ ନେଉଛି। ଆମେ ୟାକୁ କିଛି ଦବା। ମୁଁ ହେଲି ଯାଦୁଇ ଗାଈ। ହଁ, ମୁଁ ବି ଯାଦୁଇ ଗାଈ। ମୋର ଯେତେବେଳେ ଖଣ୍ଡିଆ ହେଇଯାଇଥିଲା ଗୋଡ଼, ଇଏ ପତର ଛେଚା ଦେଇ ମୋ ଗୋଡ଼ ଭଲ କରିଦେଇଥିଲା। ମୁଁ ବି ୟାକୁ କିଛି ଦେବି। ଆକୁ ସୁନା ଆଉ ପଇସା ଦବା, କ'ଣ କହୁଛୁ? ହଁ। ସକାଳ ହେଲା ପରେ ଟିକି ଚଢ଼େଇ ବାହାରକୁ ଆସି ଦେଖେ ତ
ଏତେ ପଇସା ଆଉ ସୁନା ଗଦା ହେଇଥିଲା। ଟିକି ଚଢ଼େଇ ଏତେ ସୁନା ପଇସା ଦେଖି ଆଶ୍ଚର୍ଯ୍ୟ ହେଲା ଆଉ ମନେ ମନେ କହିଲା, ଏତେ ସୁନା ପଇସା କିଏ ଆଣି ଥୋଇ ଦେଇ ଯାଇଛି? ତୁମେ ଆମର ଏତେ ଯତ୍ନ ନେଉଛ, ସେଥିଲାଗି ଟଙ୍କା ସୁନା ଆମେ ହିଁ ଦେଇଛୁ। ଟିକି ଚଢ଼େଇ ସେ ସୁନା ପଇସା ନେଇ ଗାଈ ପାଇଁ ସୁନ୍ଦର ଘରଟେ ତିଆରି କଲା। ଟିକି ଚଢ଼େଇ ହାଟକୁ ଯାଇଥିଲା କିଛି ସାମାନ ଆଣିବାକୁ। ଆଉ ସେଇ ସମୟରେ ଗୋଟେ ଗାଈ ଟିକି ଚଢ଼େଇ ପଛେ ପଛେ ଆସି ତା ଘରେ ପହଞ୍ଚିଲା ଆଉ କହିଲା, ଆରେ ତୃତୀୟ ନମ୍ବର ଗୋମାତା, ତମେ ବି ଆସି କ'ଣ ମୋ ଘରେ ପହଞ୍ଚିଗଲ? ହଉ ହଉ ଆସିଛ ଦିଦି, ତାହେଲେ ତମେ 3 ଜଣ ମିଶି ଏଇଠି ରୁହ। ଏଇ 3 ଜଣ ଯାଦୁଇ ଗାଈ ଥିଲେ ଆଉ ଟିକି ଚଢ଼େଇକି ଢେର ସୁନା ରୂପା ପଇସା ଦେଲେ ଆଉ ଟିକି ଚଢ଼େଇ ଜଙ୍ଗଲର ସବୁଠୁ ଧନୀ ହେଇଗଲା। ଟିକି ଚଢ଼େଇ ଧନୀ ହବାର ଦେଖି ସେପଟେ କାଳୁ କାଉର ଦେହ ସହୁନଥାଏ। କାଳୁ କାଉର ସ୍ତ୍ରୀ କାଳୁ କାଉକୁ କହିଲା, ଓ କାଳୁ କାଉ, ଦେଖିଲ ସେପଟେ କ'ଣ ଟିକି ଚଢ଼େଇର ଘର ବକଟେ ନଥିଲା? ସିଏ କେମିତି ଏତେ ବଡ଼ ଲୋକ ହେଇଗଲା ମ? ବା, ମୁଁ ବି ସେଇଆ ଭାବୁଛି, ସିଏ କେମିତି ଏତେ ବଡ଼ ଲୋକ ହେଲା। ଆମେ ତା ଉପରେ ନଜର ରଖିଲେ ହବ। ରାତି ହୋଇଗଲା। କାଳୁ କାଉ ନ ଶୋଇ ଟିକି ଚଢ଼େଇ ଘର ଉପରେ ନଜର ରଖିଲା ଆଉ ଏପଟେ ଗୋମାତା ସୁନା ରୂପା ହୀରା ସବୁ ରାତିରେ ବର୍ଷା କରନ୍ତି। ଆରେ ଏ ଗାଈର ତ ଯାଦୁଇ ଗାଈ ପରି ଲାଗୁଛି। ଇଏ କ'ଣ ରାତିରେ ସୁନା ପଇସା ବର୍ଷା କରୁଛି? ମୋର ବଡ଼ ଭୁଲ ହେଲା। ମୁଁ 5,000 ଟଙ୍କା ପାଇଁ ଲୋଭ କରି ଗାଈଟାକୁ ବିକିଦେଲି। ମୋ ଭାଗ୍ୟରେ ହିଁ ନାହିଁ ଆଉ।